ଆଜିର ପ୍ରସଙ୍ଗ ହଉଛି ନୂଆ ବର୍ଷ ନୂଆ ପ୍ରତିଜ୍ଞା। ଆଜିର ପ୍ରସଙ୍ଗ ହଉଛି ନୂଆ ବର୍ଷ ନୂଆ ପ୍ରତିଜ୍ଞା। ଯେତେବେଳେ ପରମେଶ୍ୱର ଆମମାନଙ୍କ ଜୀବନରେ ନୂଆ ବର୍ଷ ଦେଇଛନ୍ତି, ତାମାନେ ସେ ଆମ ପାଇଁ କିଛି ନୂଆ ପ୍ରତିଜ୍ଞା ମଧ୍ୟ ରଖିଛନ୍ତି। ଆଉ ସେ କିପରି ଆମମାନଙ୍କୁ କଢେଇ ନେବେ ତାହା ଆଜି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ। ପ୍ରିୟ ଭାଇ ଭଉଣୀ ମାନେ, ହୁଏତ ଆଗାମୀ ଦିନ ଗୁଡିକ ଜଗତ ପାଇଁ ଅତି ଭୟଙ୍କର ହେଇପାରେ, କିନ୍ତୁ ତାଙ୍କ ଲୋକମାନଙ୍କ ପାଇଁ ପ୍ରଭୁ ଯଥେଷ୍ଟ ଅଧିକ ଅଟନ୍ତି। ଜଗତରେ ଯିଏ ଅଛି ତା ଅପେକ୍ଷା ଆମ ସହିତ ଯିଏ ଅଛନ୍ତି ସେ ଅତି ମହାନ ଆଉ ବଳବାନ ଅଟନ୍ତି। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟରେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଆପଣମାନଙ୍କୁ ଦୟା କରନ୍ତୁ। ଆଜିର ପ୍ରସଙ୍ଗ ହଉଛି ନୂଆ ବର୍ଷ ନୂଆ ପ୍ରତିଜ୍ଞା। ପ୍ରଭୁ କଣ ପ୍ରତିଜ୍ଞା କରନ୍ତି ତା ଆଜି ଆମେ ଅଳ୍ପ ସମୟ ବାକ୍ୟରୁ ଧ୍ୟାନ କରି ଆମେ ଯିବା। ମସ୍ତ ଖୋଲନ୍ତୁ ଆପଣ ମାନେ ବିଳାପ ପୁସ୍ତକ ତାର 3 ପର୍ବ 22 ଏବଂ 23 ପଦ। ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇନାହୁଁ, କାରଣ ତାହାଙ୍କର କରୁଣା ଶେଷ ହୁଏ ନାହିଁ। ସେ ସବୁ ପ୍ରତି ପ୍ରଭାତରେ ନୂତନ, ତୁମର ବିଶ୍ୱସ୍ତତା ମହତ। ଏଠି ଆମେ କଣ ଦେଖୁଛୁ? ସଦାପ୍ରଭୁଙ୍କ ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇନାହୁଁ। ଆମେ କାହିଁକି ବିନଷ୍ଟ ହୋଇନାହୁଁ? ସଦାପ୍ରଭୁଙ୍କ ବିବିଧ ଦୟା ସକାଶେ, ଆମର ଉତ୍ତମତା ସକାଶେ, ଆମେ ଭଲ ଥିବା ସକାଶେ ଯେ ଆମେ ଏ ବର୍ଷ ଆସିଛୁ ତାହା ନୁହଁ। ପ୍ରଭୁଙ୍କର ସେ ବହୁବିଧ ଦୟା ସକାଶେ ଆମେ ବିନଷ୍ଟ ହୋଇନାହୁଁ। ଆଉ ପ୍ରଭୁଙ୍କର ସେ କରୁଣା ଶେଷ ହୁଏ ନାହିଁ। ପ୍ରଭୁଙ୍କ କରୁଣା ଶେଷ ହୁଏ ନାହିଁ। ଯେହେତୁ ପ୍ରଭୁଙ୍କ କରୁଣା ଶେଷ ହୁଏ ନାହିଁ, ତେଣୁ ଆମେ ଏବେ ପର୍ଯ୍ୟନ୍ତ ଆସିଛୁ। ଏ ବର୍ଷ କେମିତି ଥିବ? ପ୍ରତି ପ୍ରଭାତରେ ଆପଣ ପ୍ରଭୁଙ୍କର ମହତ୍ ସେ ବିଶ୍ୱସ୍ତତାକୁ ଆପଣ ଦେଖିବେ। ପ୍ରଭୁ କଣ କରିବେ? ପ୍ରଭୁ ଆପଣଙ୍କର এই ବର୍ଷର ପ୍ରତିଟି ଦିନରେ ଏହା ଏକ ପ୍ରତିଜ୍ଞା ଅଟେ। ପ୍ରତି ପ୍ରଭାତରେ ତାଙ୍କର ଦୟା ନୂତନ ଥିବ ଆଉ ପ୍ରଭୁ ଆପଣଙ୍କ ପ୍ରତି ଆପଣ ବିଶ୍ୱସ୍ତତାକୁ ପ୍ରକାଶ କରିବେ। ଏହା ମୁଁ ବିଶ୍ୱାସ କରେ। ଏହା ପ୍ରଭୁଙ୍କର ଗୋଟେ ପ୍ରତିଜ୍ଞା। ପ୍ରଭୁ ଯେତେବେଳେ ନୂଆ ଦିନଟିଏ ଦିଅନ୍ତି, ସେ ଆପଣଙ୍କ ବିଶ୍ୱସ୍ତତାକୁ ପ୍ରକାଶ କରନ୍ତି। ଏ ବର୍ଷ ଆପଣଙ୍କ ପାଇଁ ସେଇପରି ହଉ, ଏହା ମୋର ପ୍ରାର୍ଥନା। ଏଠି କଣ ଲେଖାଯାଉଛି? ସଦାପ୍ରଭୁଙ୍କ ବିବିଧ ଦୟା ସକାଶୁ ଆମେ ବିନଷ୍ଟ ହୋଇନାହୁଁ, କାରଣ ତାହାଙ୍କର କରୁଣା ଶେଷ ହୁଏ ନାହିଁ। ସେ ସବୁ ପ୍ରତି ପ୍ରଭାତରେ ନୂତନ, ତୁମର ବିଶ୍ୱସ୍ତତା ମହତ୍। 24 ପଦ ଲେଖାଯାଉଛି, ମୋର ପ୍ରାଣ କୁହେ ସଦାପ୍ରଭୁ ମୋହର ବାଣ୍ଟ ସ୍ୱରୂପ, ଏଥିପାଇଁ ମୁଁ ତାହାଙ୍କ ଠାରେ ଭରସା ରଖିବି। ପ୍ରିୟ ଭାଇ ଭଉଣୀ ମାନେ, ଏଇ ବର୍ଷରେ ଆପଣଙ୍କର ଭାଗରେ କଣ ଥିବ କଣ ନାହିଁ ମୁଁ ଜାଣେ ନାହିଁ, କିନ୍ତୁ ଆପଣଙ୍କର ଭାଗରେ ପ୍ରଭୁ ରହିଥିବେ। ଆପଣଙ୍କ ପକ୍ଷରେ ପ୍ରଭୁ ରହିଥିବେ, ଆପଣଙ୍କ ସପକ୍ଷରେ ପ୍ରଭୁ ରହିଥିବେ। ଯେହେତୁ ଆପଣ ପ୍ରଭୁଙ୍କର ଅଟନ୍ତି, ପ୍ରଭୁ ଆପଣଙ୍କ ସହିତ ରହି କଢେଇ ନେବେ। ଏହା ମୁଁ ପ୍ରଭୁଙ୍କ ଦାସ ଭାବରେ ଆପଣ ମାନଙ୍କୁ କହିବା ପାଇଁ ଚାହେଁ। ପ୍ରଭୁଙ୍କର ବିବିଧ ଦୟା ଆପଣ ପ୍ରତି ପ୍ରଭାତରେ ଦେଖିବେ। ପ୍ରତି ପ୍ରଭାତରେ ତାଙ୍କ ବିଶ୍ୱସ୍ତତାକୁ ଦେଖିବେ। କାରଣ ବାଇବଲ କୁହେ ଆମେ ଅବିଶ୍ୱସ୍ତ ହେଲେ ସେ ବିଶ୍ୱସ୍ତ ଅଟନ୍ତି। ସେ ଧାର୍ମିକ ପରମେଶ୍ୱର ଅଟନ୍ତି। ସେ କୌଣସି ତ୍ରୁଟି କରନ୍ତି ନାହିଁ। এই ପ୍ରଭାତରେ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ନୂତନ ବର୍ଷରେ ନୂଆ ପ୍ରତିଜ୍ଞା। ସେ ପ୍ରତିଜ୍ଞା କଣ? ଯେ ତାଙ୍କର ବହୁବିଧ ଦୟା ଆପଣଙ୍କ ସହିତ ରହିଥିବ। ତାଙ୍କ ଦୟା କଦାପି ଶେଷ ହେବ ନାହିଁ। ଏପରି ଭାବରେ ପ୍ରଭୁ ଆପଣମାନଙ୍କୁ କଢେଇକି ନେବେ। ଆପଣ ଦେଖିବେ ପ୍ରତି ମୁହୂର୍ତ୍ତରେ ଆପଣ ଯେତେବେଳେ କୌଣସି ସଂଘର୍ଷ ମଧ୍ୟ ଦେଇଯିବେ, ପ୍ରଭୁଙ୍କର ଦୟାକୁ ଦେଖିବେ। ଆପଣ ଚାରିଆଡେ ଅନେଇବା ସମୟରେ ହୁଏତ କେହି ଆପଣଙ୍କ ସହିତ ରହିବେ ନାହିଁ ବା ରହିବେ ମୁଁ ଜାଣେ ନା, କିନ୍ତୁ ସେ ରହିଥିବେ। ସେ ରହିଥିବେ। ତାଙ୍କର ସାଇଲେଣ୍ଟ ପ୍ରେଜେନ୍ସ ଟାକୁ ଆପଣ ଦେଖିପାରିବେ। ତାଙ୍କର ସେଇ କର୍ମ ଆପଣ ଦେଖିବେ ଆପଣଙ୍କ ଜୀବନ। ଆଉ ଆପଣ ଗୁଣଗାନ କରିପାରିବେ ଯେ ପ୍ରଭୁ ହିଁ ମତେ କଢେଇ ଆଣିଛନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ପାଇଁ ଚାହେଁ। ଯଦି ଆମେ ଗତ ବର୍ଷକୁ ଅନେଇକି ଦେଖିବା, କେତେ ଆମର ପ୍ରିୟ ଲୋକମାନେ ଆମର ଚତୁଃପାର୍ଶ୍ୱରେ ଚାଲିଗଲେ। ଆଉ ଉତ୍ତମ ସ୍ୱାସ୍ଥ୍ୟରେ ଅନେକ ଲୋକ ଯାଇଛନ୍ତି। କୌଣସି ପ୍ରକାର ଅସୁସ୍ଥତା ନାହିଁ, ହଠାତ୍ ଚାଲି ଯାଇଛନ୍ତି। ଅନେକଙ୍କର ଯିବା ଖବର ମଧ୍ୟ ମତେ ମିଳୁଥିଲା।
କହିଲେ ଆଶ୍ଚର୍ଯ୍ୟ ଲାଗୁଥିଲା, କିଏ ଜଳଖିଆ ଖାଇକି ବସିକି ଚାଲି ଯାଇଛନ୍ତି, କିଏ ବିଛଣାରେ ଶୋଇକି ଚାଲି ଯାଇଛନ୍ତି। କାଲି ଜଣକୁ ସାକ୍ଷାତ କରୁଥିଲେ, ତାଙ୍କ ୱାଇଫ କେମିତି ଚାଲିଗଲେ ସେ କହୁଥିଲେ। 2 ଜଣ ମିଶିଲେ, ଜଳଖିଆ କଲେ, ଚାହା ପିଇଲେ, ତାପରେ ତାଙ୍କ ସ୍ୱାମୀ କହିଲେ ମୁଁ ଟିକେ ମାର୍କେଟ ଯାଇକି ଆସେ। ଠିକ ଅଛି, ଯାଇକି ଆସ। ସେ ମାର୍କେଟ ଯାଇ ଆସିଲା ଭିତରେ ସେ ନାହାନ୍ତି। 2 ଜଣ ମିଶିକି ଜଳଖିଆ କଲେ, 2 ଜଣ ମିଶିକି ଚାହା ପିଇଲେ, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଆମେ ଏ ପ୍ରକାର ଏକ ଅନିଶ୍ଚିତ ଜଗତରେ ଅଛୁ, କିନ୍ତୁ ପ୍ରଭୁ ଆମ ପାଇଁ ସୁନିଶ୍ଚିତ ଅଟନ୍ତି, ସେ ଆମ ସହିତ ରହି କରିବେ। ଏହା ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ ତାଙ୍କର ବିବିଧ ଦୟା ସକାଶେ ଆମ୍ଭେମାନେ ବିନଷ୍ଟ ହେବା ନାହିଁ। କଣ ଲେଖାଯାଉଛି ଏଠି? ତାଙ୍କର କରୁଣା ଶେଷ ହୁଏ ନାହିଁ। ସେହି କରୁଣାରେ ସେ ଆପଣମାନଙ୍କୁ ପ୍ରତି ପ୍ରଭାତରେ ସାକ୍ଷାତ କରିବେ। ଆପଣ ପ୍ରଭୁଙ୍କର ବିଶ୍ୱସ୍ତତା ଦେଖିବେ। ଆଉ ଗୋଟେ ବିଷୟ ଆମେ ଦେଖିବା, ଦ୍ୱିତୀୟ ପ୍ରତିଜ୍ଞା ଆପଣଙ୍କ ପାଇଁ ଥିବ। ପ୍ରତି ପ୍ରଭାତରେ ସିଫୋନିଓ ତାର 3 ପର୍ବ 5 ପଦ। ସିଫୋନିଓ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ, ତାର 3 ପର୍ବ 5 ପଦ। ତାହାର ମଧ୍ୟବର୍ତ୍ତୀ ସଦାପ୍ରଭୁ ଧାର୍ମିକ ଅଟନ୍ତି, ସେ ଅଧର୍ମ କରିବେ ନାହିଁ। ପ୍ରତି ପ୍ରଭାତ ସେ ଆପଣା ବିଚାର ଆଲୁଅରେ ସ୍ଥାପନ କରନ୍ତି, ସେ ତ୍ରୁଟି କରନ୍ତି ନାହିଁ। ମାତ୍ର ଅନ୍ୟାୟକାରୀ ଲୋକ ଲଜ୍ଜା ଜାଣେ ନାହିଁ। ଦ୍ୱିତୀୟ ବିଷୟ ଆପଣ ଦେଖିବେ ଏଇ ବର୍ଷ, ପ୍ରଥମ ବିଷୟ ପ୍ରଭୁଙ୍କର ବହୁବିଧ ଦୟା ଆପଣ ପ୍ରତି ପ୍ରଭାତରେ ଦେଖିବେ। ଆଉ ଦ୍ୱିତୀୟ ବିଷୟ ଲେଖାଯାଉଛି, ତାହାର ମଧ୍ୟବର୍ତ୍ତୀ ସଦା ପ୍ରଭୁ ଧାର୍ମିକ ଅଟନ୍ତି। ଆପଣଙ୍କର ମଧ୍ୟରେ ଯେ ରହିବେ, ଯେ ଇମାନୁଏଲ ପରମେଶ୍ୱର ଯେ ଆପଣଙ୍କ ସହିତ ରହିଥିବେ, ସେ କଣ କେମିତିକା ପରମେଶ୍ୱର? ସେ ଧାର୍ମିକ ପରମେଶ୍ୱର ଅଟନ୍ତି। ଆଉ ଆପଣ ପ୍ରତି ପ୍ରଭାତରେ ତାଙ୍କର ଧାର୍ମିକତାକୁ ଦେଖିବେ, ଆଉ ସେ ଧାର୍ମିକ ଥିବାରୁ ଆପଣ ପ୍ରତି ନୂଆ ପ୍ରଭାତ ପାଇବେ। ପ୍ରତି ନୂଆ ପ୍ରଭାତ ଆପଣ କେମିତି ମିଳିବ? ଯେହେତୁ ସେ ଧାର୍ମିକ ଅଟେ। ମୋର ପ୍ରିୟ ମାନେ, ଏ ବର୍ଷ ଆପଣଙ୍କ ପାଇଁ ଆଶୀର୍ବାଦ ଯୁକ୍ତ ବର୍ଷ ହଉ, ଏଇଟା ମୋର ପ୍ରାର୍ଥନା। ମୁଁ ବି ଅନେକ ପ୍ରାର୍ଥନା ସହିତ ଅପେକ୍ଷା କରିଛି, ପ୍ରଭୁ ଏ ବର୍ଷ ଆପଣ ଏମାନଙ୍କୁ କଢେଇ ନିଅନ୍ତୁ ବୋଲି। ଦେଖାଯାଉଛି ତାହାର ମଧ୍ୟବର୍ତ୍ତୀ ସଦାପ୍ରଭୁ ଧାର୍ମିକ ଅଟନ୍ତି, ସେ ଅଧର୍ମ କରିବେ ନାହିଁ। ଆପଣଙ୍କର କ୍ଷତି କରିବା ପାଇଁ ଅନ୍ୟମାନେ ଯେତେ ପ୍ରବଳ ହେଲେ ମଧ୍ୟ ପ୍ରଭୁ ସେ ଅଧର୍ମ କରିବେ ନାହିଁ। ଆମେ ଯଦି 3 ପଦ 4 ପଦ ଦେଖିବା, ତାହାର ମଧ୍ୟସ୍ଥିତ ଅଧିପତି ଗଣ ଗର୍ଜନକାରୀ ସିଂହ। ମାନେ ଯୋଉ ଅଧିପତି ମାନେ ଅଛନ୍ତି, ସେମାନେ କେମିତି ଅଟନ୍ତି? ଆମ ଦେଶର ଅଧିପତି ମାନେ କେମିତି ଥିବେ? ଗର୍ଜନକାରୀ ସିଂହ। ତାର ବିଚାର କର୍ତ୍ତାଗଣ ସନ୍ଧ୍ୟାକାଳୀନ କେନ୍ଦୁଆ। ସେମାନେ ସକାଳ ବେଳା କିଛି ରଖନ୍ତି ନାହିଁ। ହୁଏତ ଆପଣଙ୍କର ଅଧିପତି ମାନେ, ବିଚାରପତି ମାନେ ନଷ୍ଟଭ୍ରଷ୍ଟ ହେଇପାରନ୍ତି। ତାହାର ଭବିଷ୍ୟତ ବକ୍ତା ମାନେ ଅସାର ଓ ବିଶ୍ୱାସଘାତକ ଅଟନ୍ତି। ତାହାର ଯାଜକ ଗଣ ପବିତ୍ର ବିଷୟକୁ ଅପବିତ୍ର କରିଅଛନ୍ତି। ସେମାନେ ବ୍ୟବସ୍ଥା ପ୍ରତି ଦୌରାତ୍ମ୍ୟ କରିଅଛନ୍ତି। ମାନେ ସବୁ କ୍ଷେତ୍ରରେ ଆପଣ ଅବିଶ୍ୱସ୍ତତା ଦେଖିବେ, ସବୁ କ୍ଷେତ୍ରରେ ଆପଣ ସମସ୍ୟା ଦେଖିବେ। ସେଇଟା ଆପଣଙ୍କର ଅଧିପତି ମାନେ ହୁଅନ୍ତୁ, ବିଚାରପତି ମାନେ ହୁଅନ୍ତୁ, ଭବିଷ୍ୟତ ବକ୍ତା ମାନେ ହୁଅନ୍ତୁ, ଯାଜକ ମାନେ ହୁଅନ୍ତୁ, ଏ ସବୁ କ୍ଷେତ୍ରରେ ସମସ୍ୟା ଦେଖିଲେ ମଧ୍ୟ ଆପଣଙ୍କର ମଧ୍ୟବର୍ତ୍ତୀ ସଦାପ୍ରଭୁ ଧାର୍ମିକ ଅଟନ୍ତି, ଆଉ ସେ ଅଧର୍ମ କରିବେ ନାହିଁ। ପ୍ରତି ପ୍ରଭାତରେ ସେ ଆପଣ ବିଚାର ଆଲୁଅରେ ସ୍ଥାପନ କରନ୍ତି। ଆପଣ ଦେଖିବେ ଏ ବର୍ଷରେ ପ୍ରଭୁ ଆପଣଙ୍କ ସପକ୍ଷରେ ସେ କାର୍ଯ୍ୟ କରିବେ। ଆପଣ କିଛି କରନ୍ତୁ ନାହିଁ, ଆପଣ ନୀରବ ରହି ଦେଖନ୍ତୁ ଯେ ଆପଣଙ୍କର ମଧ୍ୟବର୍ତ୍ତୀ ସଦାପ୍ରଭୁ ଏଇ ବର୍ଷ ଆପଣଙ୍କ ସପକ୍ଷରେ କେମିତି କାର୍ଯ୍ୟ କରିବେ। ଏଇଟା ନୂଆ ପ୍ରତିଜ୍ଞା ଅଟେ। ଆପଣଙ୍କର ଅନ୍ୟାୟ କରିବାକୁ ଆସିବା ଲୋକମାନେ ନିଜେ ଲଜ୍ଜିତ ହେବେ। ପ୍ରିୟ ଭାଇ ଭଉଣୀ ମାନେ, ସେ କଣ କରନ୍ତି? ବିଚାରକୁ ଆଲୁଅରେ ସ୍ଥାପନ କରନ୍ତି, ସେ ତ୍ରୁଟି କରନ୍ତି ନାହିଁ। ଆମେ ଯୋଉ ପ୍ରଭୁଙ୍କୁ ବିଶ୍ୱାସ କରି ଏ ବର୍ଷରେ ପ୍ରବେଶ କରିଛୁ, ଯୋଉ ପ୍ରଭୁ ଆପଣଙ୍କୁ ଏଇ ବର୍ଷଟେ ଦେଇଛନ୍ତି, ସେ ତ୍ରୁଟି କରନ୍ତି ନାହିଁ। ମାତ୍ର ଅନ୍ୟାୟକାରୀ ଲୋକ ଲଜ୍ଜା ଜାଣେ ନାହିଁ। ଅନ୍ୟାୟ କରି ଚାଲିଥିବ, ତାର ଲାଜ ସରମ କିଛି ନଥିବ। ମନେ ରଖିଥାନ୍ତୁ,
ଆପଣଙ୍କର ପ୍ରଭୁ, ଆପଣ ଯାହାଙ୍କ ଉପରେ ବିଶ୍ୱାସ କରିଛନ୍ତି ସେ ଆପଣଙ୍କ ସପକ୍ଷରେ କାର୍ଯ୍ୟ କରିବେ। ଆଉ ସେ ମଧ୍ୟବର୍ତ୍ତୀ ପରମେଶ୍ୱର ଧାର୍ମିକ ହୋଇଥିବାରୁ ସେ ଅନ୍ୟାୟ କରିବେ ନାହିଁ, ଆପଣଙ୍କ ପ୍ରତି ଅନ୍ୟାୟ ହେବାକୁ ଦେବେ ନାହିଁ। ସେ ନ୍ୟାୟବାନ ପରମେଶ୍ୱର। ଅଧିପତି ଗଣ କେମିତି ହୁଅନ୍ତୁ, ବିଚାରକର୍ତ୍ତା ଗଣ କେମିତି ହୁଅନ୍ତୁ, କିନ୍ତୁ ଆପଣଙ୍କର ପ୍ରଭୁ ସେ ଆପଣଙ୍କୁ କଢେଇ ନେବେ। ଏହା ଏକ ନୂଆ ପ୍ରତିଜ୍ଞା ଅଟେ। ପ୍ରିୟ ଭାଇ ଭଉଣୀ ମାନେ, ଏ ଜଗତରେ ଆମର ନିଜର ବୋଲି କିଛି ନାହିଁ। ପ୍ରଭୁଙ୍କ ଛଡା ଆମର ଆଉ କିଏ ଅଛି? ଆମର ପ୍ରିୟଜନ ବନ୍ଧୁବର୍ଗ ଆମେ ସମସ୍ତଙ୍କୁ ଆମେ ଦେଖିଛୁ, ସେମାନଙ୍କ ବ୍ୟବହାର ଦେଖିଛୁ, ସେମାନଙ୍କ ସମାଲୋଚନା ଦେଖିଛୁ, ସେମାନଙ୍କ କଟୁ ମନ୍ତବ୍ୟ ବି ଆମେ ଶୁଣିଛୁ, କିନ୍ତୁ ପ୍ରଭୁ ଆପଣଙ୍କ ସହିତ ରହି କଢେଇ ନେବେ। ଏହା ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କ ସହିତ ପରମେଶ୍ୱର। ଆପଣ ତୃତୀୟ ପ୍ରତିଜ୍ଞା ଯଦି ଦେଖିବେ, ନୂଆ ବର୍ଷରେ ନୂଆ ଦିନ ଯୋଉ ପ୍ରଭୁ ଦେଇଛନ୍ତି, ଏ ନୂଆ ଦିନରେ ଆପଣ ନୂଆ ପ୍ରତିଜ୍ଞା ଗୋଟେ ଦେଖିବେ। ତୃତୀୟ ବିଷୟ ଆଇବ ତାର 7 ପର୍ବ 17-18। ଆଇବ 7, 17, 18। ମନୁଷ୍ୟ କିଏ ଯେ ତୁମେ ତାକୁ ମହାନ ଜ୍ଞାନ କରିବ ଓ ତା ପ୍ରତି ଆପଣ ହୃଦୟ ରଖିବ, ଆଉ ପ୍ରତି ପ୍ରଭାତରେ ତାର ତତ୍ତ୍ୱ ନେବ ଓ ପ୍ରତି ନିମିଷରେ ତାର ପରୀକ୍ଷା କରିବ। ଏଠି କଣ ଲେଖାଯାଉଛି? ଯେ ପ୍ରତି ପ୍ରଭାତରେ ପ୍ରଭୁ ଆପଣଙ୍କର ତତ୍ତ୍ୱ ନେବେ। ପ୍ରତି ପ୍ରଭାତରେ କଣ କରିବେ? ମନେ ରଖିଥାନ୍ତୁ, ସେ ଆପଣଙ୍କ ତତ୍ତ୍ୱ ନେବେ ପ୍ରତି ପ୍ରଭାତରେ। ଦେଖାଯାଉଛି ମନୁଷ୍ୟ କିଏ ଯେ ତୁମେ ତାହାକୁ ମହାନ ଜ୍ଞାନ କରିବ ଆଉ ତାହା ପ୍ରତି ଆପଣ ହୃଦୟ ରଖିବ। ଆପଣ ଦେଖିବେ ପ୍ରଭୁଙ୍କର ହୃଦୟ ଆପଣଙ୍କ ପ୍ରତି ଥିବ। ଯେହେତୁ ଆପଣ ପ୍ରଭୁଙ୍କୁ ଆପଣଙ୍କ ହୃଦୟରେ ରହିଛନ୍ତି, ସେ ଆପଣଙ୍କ ହୃଦୟରେ ରହିଥିବେ। ସେ ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ କହିବା ପାଇଁ ଚାହେଁ, ଏ ବର୍ଷର ଗୋଟିଏ ଦିନ ବି ଆପଣ ପ୍ରଭୁଙ୍କର ବିନା କାଟିବା ପାଇଁ ଚେଷ୍ଟା କରନ୍ତୁ। ନୂଆ ବର୍ଷରେ ପ୍ରବେଶ କରିଛନ୍ତି, ପ୍ରଭୁଙ୍କ ସହିତ ଆଗକୁ ବଢନ୍ତୁ। ପ୍ରଭୁଙ୍କ ସହିତ ଆପଣ ଆଗକୁ ବଢନ୍ତୁ। ଲେଖାଯାଉଛି ପ୍ରତି ପ୍ରଭାତରେ, এই ବର୍ଷର ପ୍ରତି ପ୍ରଭାତରେ ଆପଣଙ୍କର ତତ୍ତ୍ୱ ପ୍ରଭୁ ନେବେ। ଏହା ମୁଁ କହିବା ପାଇଁ, ପ୍ରତି ପ୍ରଭାତରେ ଆପଣଙ୍କ ତତ୍ତ୍ୱ ନେବେ, ଆପଣଙ୍କ ଯତ୍ନ ନେବେ। ଆପଣ ଜମାରୁ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ, ଆପଣ ୱରିଡ୍ ହୁଅନ୍ତୁ ନାହିଁ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ଯାହା ଯାହା ଚିନ୍ତା ସବୁ ରହିଛି, ଆପଣ ସେଥିପାଇଁ ଚିନ୍ତିତ ହୁଅନ୍ତୁ ନାହିଁ। ପ୍ରଭୁ ଆପଣଙ୍କର ତତ୍ତ୍ୱ ନେବେ, ସେ ଆପଣଙ୍କ ତତ୍ତ୍ୱାବଧାନ କରିବେ, ସେ ଆପଣଙ୍କୁ ପାଶୋରି ଯିବେ ନାହିଁ। ଏ ବର୍ଷରେ ଆପଣ ପ୍ରଭୁଙ୍କ ସହିତ ଆଗକୁ ବଢନ୍ତୁ। ଆପଣ ଖାଲି କୁହନ୍ତୁ, ପ୍ରଭୁ ଆପଣ ମୋ ସହିତ ରୁହନ୍ତୁ, ଆଉ ଆପଣ ବି ପ୍ରଭୁଙ୍କ ସହିତ ରୁହନ୍ତୁ। ଆମେ ସେ ଗୀତ ଗାଇପାରିବା, ପାଦେ ପାଦେ ଚାଲୁଛି ମୁଁ ଯୀଶୁ ତୁମ ସାଥେ। ଆପଣ ପାଦେ ପାଦେ ଚାଲନ୍ତୁ। ବହୁତ ଦୂର ଆମକୁ ଯାତ୍ରା କରିବାର ଅଛି, ଆଉ ଆମ ସବୁଙ୍କର ଗୋଟେ ବଡ ବର୍ଷଟା ଅଛି। 365 ଦିନରୁ ଆମେ ଆଗକୁ ବଢୁ 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 ବଢୁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଏ ବର୍ଷ ଆପଣମାନଙ୍କ ପାଇଁ ଗୋଟେ ନୂଆ ପ୍ରତିଜ୍ଞା ସହିତ ପ୍ରଭୁ ଆପଣଙ୍କୁ ଆଗକୁ ବଢେଇ ନେଉଛନ୍ତି। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ପ୍ରଭୁ ଆପଣଙ୍କର ତତ୍ତ୍ୱ ନେବେ, ପ୍ରଭୁ ଆପଣଙ୍କ ତତ୍ତ୍ୱ ନେବେ। ମୁଁ ଏହା ବିଶ୍ୱାସ କରେ। ଏ ବର୍ଷର ପ୍ରତିଟି ଭାର, ମୁଁ ଯେତେବେଳେ ଏ ବର୍ଷରେ ପ୍ରବେଶ କଲି, ମୁଁ ଗୋଟେ କଥା କହିଲି, ପ୍ରଭୁ ଆପଣ ହିଁ ମୋର ଭରସା, ଆପଣ ହିଁ ମୋର ସାହାଯ୍ୟ, ଆପଣ ହିଁ ମୋର ତତ୍ତ୍ୱ ନେବେ। ତାଙ୍କ ନାଁ ମୋର ଗୌରବ ହଉ। ମୋର ପ୍ରିୟ ଭାଇ ଭଉଣୀ ମାନେ, ସେ ଆପଣଙ୍କ ତତ୍ତ୍ୱ ନେବେ। ଆଉ ମନେ ରଖିଥାନ୍ତୁ, ପ୍ରତିଦିନ ମସ୍ତ ଖୋଲନ୍ତୁ ଆପଣ ମାନେ ଯେସାଇ ପୁସ୍ତକ ତାର 33 ପର୍ବ 2 ପଦ। ଯେସାଇ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 33 ପର୍ବ ତାର 2 ପଦ। ହେ ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି କୃପା କର, ଆମ୍ଭେମାନେ ତୁମର ଅପେକ୍ଷା କରିଅଛୁ। ତୁମେ ପ୍ରତି ପ୍ରଭାତ ସେମାନଙ୍କର ବାହୁ ସ୍ୱରୂପ ହୁଅ, ସଙ୍କଟ ସମୟରେ ମଧ୍ୟ ଆମ୍ଭମାନଙ୍କର ତ୍ରାଣ ସ୍ୱରୂପ ହୁଅ। ଏହା ଏକ ପ୍ରତିଜ୍ଞା ଅଟେ। କଣ ଲେଖାଯାଉଛି? ଯେ ପ୍ରତି ପ୍ରଭାତରେ ହେ ସଦାପ୍ରଭୁ ଆମମାନଙ୍କ ପ୍ରତି କୃପା କର, ଆମ୍ଭେମାନେ ତୁମ୍ଭର ଅପେକ୍ଷା କରିଅଛୁ। କାହାର ଅପେକ୍ଷା କରିଛ? ଆଉ ଅନ୍ୟ କାହାର ଅପେକ୍ଷା ନୁହେଁ, ତୁମର ଅପେକ୍ଷା।
आमे माने तुमर अपेक्षा करियछु तुमे प्रति प्रभात सेमानको बाहु स्वरूप हो। प्रभु कौन करिवे आपण जो कार्य करिवा पे जिबे प्रभु आपण को बाहु हेबे बाहु हेबे। दिने मु बसिकी मो हातर स्ट्रेंथ केते अछि मु देखुथिली मो हाथ को देखुथिली माने कुडे काम करके देखुथिली मोर हाथ केते दुर्बल मु जानिली सेदिन सेदिन जानिली मोर हाथ जेमिति थिला एबे से मोर हाथ से प्रकार नुहे मो हाथ दुर्बल हो जाइछि ए हाथ रे मु गुडे काम करछि कि एबे मोर हाथ दुर्बल अटे मु जले बोझ उठाउछि आगो को जाउछि मु जानि पारुछि मोर हाथ दुर्बल अटे किंतु एठी मु लेखा जाइछि जे प्रति प्रभात रे प्रभु कौन हेबे आपनको बाहु स्वरूप हेबे प्रभु कौन हेबे आपणकर बाहु स्वरूप हेबे प्रति प्रभात रे से आपणकर बाहु हेबे केते सुंदर लेखा जाउछि संकट समय मध्य आम मान को त्राण स्वरूप हो आपण जेतले संकट मध्य दे गति करिवे मन रखि तांतु से ही त्राण करिवे से त्राणकर्ता काहे आसी आपण को संकट समय त्राण करबा मोर प्रिय भाई भणी माने ए वर्षर प्रतिज्ञा आपण नुआ वर्ष नुआ प्रतिज्ञा सब रही आपण जमार व्यतिव्यस्त हुंतु नहीं हुए तो आपण स्वास्थ्य भल नहीं आर्थिक स्थिति भल नहीं घरे समस्या गुड़े रही आपण गुड़े समस्या मध्य गति करुछंती किंतु मन रखि तांतु प्रभु आपण सहित रही कढी देबे आपण चाकरी क्षेत्र में गुड़े समस्या अच्छी आपण विरोधी अनेक अच्छा आपणकर क्षति करने अनेक लोक चिंता करुथिबे किंतु आपण प्रति पाद पकेइबा समय मन रखि तांतु से आपण को त्राण करिवे से आपण को जत्न नेबे केवल से रहिबा दरकार से आपण सहित रहिबा दरकार ए वर्षर गोटे दिन मध्य आपण एमिति काटंतु नै प्रभुंकर बिना ए वर्षर प्रवेश कले गोटे प्रार्थना करंतु प्रभु आपण मो सहित रुहंतु आपण मस्त रुहंतु आपण रात्रि बिछना जीवा समय मध्य यही प्रार्थना करंतु प्रभु मु बिछना जाउछि किंतु आपण को निर्भर करके मु जाउछि आपण कोन से स्थान को जिबे जदि आपण को जॉब सकासे आपण ट्रांसफर हेई पारे आपण को एमिति जगह मान को ट्रांसफर हो जोटा आपण परिकल्पना करि नथिबे किछि भय करंतु नै प्रभु आपण बाहु स्वरूप हेबे प्रभु आपण को त्राणकर्ता ही करे नेबे प्रभु आपण मान को प्रत्येक साहाय्य सदा प्रभु आमान प्रति कृपा करो आमे माने तुम्भर अपेक्षा करू जदि आपण प्रभुंकर अपेक्षा करिवे से प्रति प्रभात रे आपणकर बाहु स्वरूप हेबे प्रति प्रभात रे से बाहु स्वरूप हेबे यदि आपण देखिबे द्वितीय विवरण तार 33 रो 25 द्वितीय विवरण 33 रो 25 तुमर अर्गल लोह और पित्तलमय हेबो पुणी जेपरी तुमर दिन सेपरी तुमर बल हेबो कौन लिखा जाउछि तुमर अर्गल लोह और पित्तलमय हेबो पुणी जेपरी तुमर दिन सेपरी तुमर बल हेबो अंडरलाइन करि थांतु दिन जेमिति थिबो बल सेमिति थिबो दिन जेमिति थिबो बल सेमिति थिबो आमे गाउछु से गीत दुर्बल समय रे तबो बल दियो प्रभु से आपण कौन हेबे जे प्रति दिन से आपण को नुआ बल देकी कढेने दिन जेमिति थिबो बल सेमिति थिबो से आपण को बाहु ही कढेने आपण गुडे कार्य करिवे आपण आचंबित हेबे जे मो द्वारा एटा केमिति ही पारिला मु केमिति एटा साधन करि पारली गोटे माने आश्चर्यर वर्ष आपण को पय हेबो समस्या गुडे रहिथिबो चतुर्पार्श्व रे आपण देखिबे समाज अशांत रहिबो विश्व रे अनेक आकस्मिक समस्या गुडा घटिबो देश रे अंतर्जातिक स्तर रे आपण गुडी समस्या देखिबे उत्थान पतन देखिबे किंतु मन रखितांतु प्रभु आपणकर बल हेबे आपण दुर्बल हेबे नै आपण कोन खाइबे आपण डाइट कोन थिबो केमति का मेडिसिन खाइबे सेटा मु कहू नै आपण एक्सरसाइज करिबे न कोन
ଆପଣ ଯଦି ଯୋଉମାନେ ଏକ୍ସରସାଇଜ କରୁଛନ୍ତି ଏକ୍ସରସାଇଜ କରନ୍ତୁ, ୟୋଗା କରିବେନି। ମୁଁ ସମସ୍ତଙ୍କୁ କହିବା ପାଇଁ ଚାହୁଁଛି ଆପଣ ମାନେ ୟୋଗା କରିବେ ନାହିଁ। ଆପଣ ବ୍ୟାୟାମ କରନ୍ତୁ, ଏକ୍ସରସାଇଜ କରନ୍ତୁ, ମର୍ଣ୍ଣିଂ ୱାକ୍ କରନ୍ତୁ, କିନ୍ତୁ ୟୋଗା କରିବେନି। ଖ୍ରୀଷ୍ଟିଆନ ୟୋଗା କରିବା ଉଚିତ ନୁହେଁ। ଖ୍ରୀଷ୍ଟିଆନ ୟୋଗା କରେ ନାହିଁ, ସେ ଏକ୍ସରସାଇଜ କରେ, ବ୍ୟାୟାମ କରେ। ବ୍ୟାୟାମ କରିବା ପାଇଁ ବାଇବେଲ ମନା କରୁନାହିଁ, କିନ୍ତୁ ଆମେ ୟୋଗା କରିପାରିବାନି। ତେଣୁ ଏଇ ବର୍ଷ ମନେ ରଖିଥାନ୍ତୁ, ଆପଣ ୟୋଗା କରୁଥିବାର ଭଲ ଥିବାର ଭାବନ୍ତୁ ନାହିଁ, ଆପଣ ଭଲ ଖାଉଥିବାର ନାହିଁ। ସେ ଆପଣଙ୍କର ବଳ ହେବେ, ସେ ଆପଣଙ୍କର ବଳ ହେବେ, ସେ ଆପଣଙ୍କ ବାହୁ ହେବେ। ଦିନ ଯେମିତି ଥିବ ବଳ ସେମିତି ଥିବ। ଏଇଟା ବାଇବଲର ପ୍ରତିଜ୍ଞା ଆପଣଙ୍କ ପାଇଁ। ଆପଣ ଜମାରୁ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ, ଆପଣ ଛାନିଆ ହୁଅନ୍ତୁ ନାହିଁ, ଆପଣ ଘାବରା ହୁଅନ୍ତୁ ନାହିଁ, ଆପଣ ନିରାଶ ହୁଅନ୍ତୁ ନାହିଁ। ଏ ବର୍ଷର ପ୍ରତିଟି କ୍ଷଣ ଆମେ ପ୍ରାର୍ଥନା ସହିତ ପ୍ରଭୁଙ୍କ ହସ୍ତ ସମର୍ପିତ ହୋଇ ଆଗକୁ ବଢିବା। ବାଇବଲ କଣ କହୁଛି? ଯେଶାୟା 40 ତାର 31। ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ। ସେମାନେ ଉତ୍କର୍ଷ ପକ୍ଷୀ ପରି ପକ୍ଷରୁ ଉପରକୁ ଉଠିବେ। ସେମାନେ ଶ୍ରାନ୍ତ ନ ହୋଇ ଦୌଡ଼ିବେ, ସେମାନେ କ୍ଳାନ୍ତ ନ ହୋଇ ଗମନ କରିବେ। କଣ ଲେଖାଯାଉଛି? ଯୋଉମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ। ପ୍ରତିଦିନ ପ୍ରଭୁଙ୍କ ଅପେକ୍ଷାରେ ରୁହନ୍ତୁ, ପ୍ରତିଦିନ ପ୍ରଭୁଙ୍କ ସାନ୍ନିଧ୍ୟରେ ରୁହନ୍ତୁ। ମୁଁ ସମସ୍ତଙ୍କୁ କହିବା ପାଇଁ ଚାହେଁ, ଆପଣ ଯେତେ ବ୍ୟତିବ୍ୟସ୍ତ କାର୍ଯ୍ୟ ଥିଲେ ମଧ୍ୟ ଆପଣଙ୍କର କ୍ୱାଲିଟି ଟାଇମ ପ୍ରଭୁଙ୍କ ସହିତ ସ୍ପେଣ୍ଡ କରନ୍ତୁ। ସ୍ପେଣ୍ଡ କ୍ୱାଲିଟି ଟାଇମ ୱିଥ ଗଡ। ପ୍ରାର୍ଥନାରେ ଯଦି ଆପଣଙ୍କର ଦିନରେ କୌଣସି ବଡ କାମ ଅଛି, ଟିକେ ଅଧିକ ସମୟ ପ୍ରାର୍ଥନା କରନ୍ତୁ, ବାଇବଲ ପଢନ୍ତୁ, ସୁସ୍ଥି ରହିକି ଯାଆନ୍ତୁ। କାରଣ ସୁସ୍ଥିରତା ହିଁ ଆମର ବଳ ଅଟେ, ସୁସ୍ଥିରତା ହିଁ ଆମର ବଳ ଅଟେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରତ୍ୟେକକୁ ମୁଁ କହିବା ପାଇଁ ଚାହେଁ, ଅସ୍ଥିର ହୁଅନ୍ତୁ ନାହିଁ। ସାମ୍ନାରେ ପର୍ବତ ଅଛି, ନା ଗଲିଆତ ଅଛି, ନା ସିଂହ ଅଛି, ନା ଭାଲୁ ଅଛି, ସେଇଟା ବଡ ବିଷୟ ନୁହେଁ। ଆପଣଙ୍କ ସହିତ କିଏ ଅଛନ୍ତି ସେଇଟା ବଡ ବିଷୟ। ପ୍ରତି ପର୍ବତ, ଯୋଉ ପର୍ବତ ଆପଣଙ୍କୁ ଅଟକାଇବା ପାଇଁ ଚାହିଁବ, ଯୋଉ ପ୍ରାଚୀର ଆପଣଙ୍କୁ ଅଟକାଇବା ପାଇଁ ଚାହିଁବ, ସେଇଟା କଣ ହବ? ସେଇଟା ଧୂଳିସାତ ହବ। ପ୍ରତ୍ୟେକ ଗଲିଆତ ମରିବ। ଆପଣଙ୍କର ସମ୍ମୁଖରେ ଯିଏ ଠିଆ ହବ ପ୍ରଭୁ ତାକୁ ପରାସ୍ତ କରିବେ, କିନ୍ତୁ ଆପଣ ପ୍ରଭୁରେ ରୁହନ୍ତୁ। ଯୋଉମାନେ ଚାକିରି କରୁଛନ୍ତି ଆପଣଙ୍କ ପାଇଁ ଗୋଟେ ବହୁତ ଚ୍ୟାଲେଞ୍ଜ ଗୁଡାକ ରହିଥିବ, କିନ୍ତୁ ମନେ ରଖିଥାନ୍ତୁ ପ୍ରଭୁ ଆପଣଙ୍କ ସହିତ ରହିବେ। ଆପଣଙ୍କ ପୁଅ ଝିଅମାନେ ବାହାରେ ସ୍କୁଲ କଲେଜକୁ ଯିବେ, ଅନେକ ପ୍ରକାର ସମସ୍ୟା ଆସିପାରେ, କିନ୍ତୁ ମନେ ରଖିଥାନ୍ତୁ ପ୍ରଭୁ ଆପଣଙ୍କର ବାହୁ ହେବେ, ପ୍ରଭୁ ଆପଣଙ୍କ ବଳ ହେବେ, ଆଉ ସେ ଆପଣଙ୍କୁ କଢେଇ ନେବେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ କହିବା ପାଇଁ ଚାହେଁ, ପ୍ରତ୍ୟେକଙ୍କୁ କହିବା ପାଇଁ ଚାହେଁ, ଆପଣ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ। ନୂଆ ବର୍ଷରେ ପ୍ରଭୁ ପ୍ରତିଦିନ ପ୍ରତି ପ୍ରଭାତରେ ଆପଣଙ୍କୁ ଏଭଳି ଭାବରେ କଢେଇ ନେବେ, ସେ ଆପଣଙ୍କ ତତ୍ତ୍ୱାବଧାନ କରିବେ। ଆଉ ଯଦି ଆପଣ ଦେଖିବେ ଯେଶାୟା ତାର 50 ପର୍ବ ତାର 4 ଆଉ 5 ପଦ। ମୁଁ ଯେପରି କ୍ଳାନ୍ତ ଲୋକକୁ ବାକ୍ୟ ଦ୍ୱାରା ସୁସ୍ଥିର କରିପାରିବି, ଏଥିପାଇଁ ପ୍ରଭୁ ସଦାପ୍ରଭୁ ମୋତେ ଶିକ୍ଷିତ ଲୋକମାନଙ୍କର ଜିହ୍ବା ଦେଇଅଛନ୍ତି। ସେ ପ୍ରତି ପ୍ରଭାତ ଜାଗ୍ରତ କରନ୍ତି। ଶିକ୍ଷିତ ଲୋକ ପରି ଶୁଣିବା ପାଇଁ ସେ ମୋର କର୍ଣ୍ଣକୁ ଜାଗ୍ରତ କରାନ୍ତି। ପ୍ରଭୁ ସଦାପ୍ରଭୁ ମୋର କର୍ଣ୍ଣ ଫିଟାଇ ଅଛନ୍ତି। ପୁଣି ମୁଁ ବିରୁଦ୍ଧାଚାରୀ ହୋଇନାହିଁ କିମ୍ବା ପଛକୁ ଫେରି ନାହିଁ। ଏଟା ଆଉ ଗୋଟେ ପ୍ରତିଜ୍ଞା ନୂଆ ବର୍ଷରେ। କଣ? ପ୍ରତି ପ୍ରଭାତରେ ସେ କଣ କରନ୍ତି? ଜାଗ୍ରତ କରନ୍ତି। ଆଉ ଶିକ୍ଷିତ ଲୋକ ପରି ଶୁଣିବା ପାଇଁ ସେ ମୋର କର୍ଣ୍ଣକୁ ଜାଗ୍ରତ କରନ୍ତି। ସେ କଣ କରନ୍ତି? ପ୍ରତିଦିନ ଆପଣଙ୍କୁ ଜ୍ଞାନ ଦେଇ କଢେଇ ନେବେ, ପ୍ରତିଦିନ ଗୋଟେ ଜ୍ଞାନ ଦେଇ କଢେଇ ନେବେ। ଆପଣଙ୍କ ଚତୁଃପାର୍ଶ୍ୱରେ ଗୁଡେ ପରିସ୍ଥିତି ଥିବ, ତାକୁ ଆପଣ କେମିତି ସାମ୍ନା କରିବେ ଆପଣଙ୍କୁ ସେ ଜ୍ଞାନ ଦେବେ, କିନ୍ତୁ ସେ ରହିବା ଦରକାର। ଆମେ ସେ ଗୀତ ବୋଲୁଛୁ ନା, ସେ ଅଛନ୍ତି ମୋ ସାଥିରେ, ସେ ଅଛନ୍ତି ମୋ ସାଥିରେ। ସେ ଆପଣଙ୍କ ସାଥିରେ ରହି ଆପଣଙ୍କୁ କଢେଇ ନିଅନ୍ତୁ, ସେ ଆପଣଙ୍କ ସାଥିରେ ରୁହନ୍ତୁ। ପ୍ରିୟ ଭାଇ ଭଉଣୀ ମାନେ, ଆପଣ ଅନ୍ୟ କାହାରି ଭରସାରେ, ଆପଣ ଅନ୍ୟ କାହାରି ସାହାଯ୍ୟ ଉପରେ
ଆପଣ ଅନ୍ୟ କାହାରି କୌଣସି ବିଷୟ ଉପରେ ନିର୍ଭର ନ କରି ଆପଣ ପ୍ରଭୁଙ୍କ ଉପରେ ନିର୍ଭର କରି ଆଗକୁ ବଢନ୍ତୁ। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ସେ ପ୍ରତିଦିନ ଆପଣଙ୍କୁ ଜ୍ଞାନ ଦେବେ। ଶିକ୍ଷିତ ଲୋକ ପରି ଶୁଣିବା ପାଇଁ, ଶିକ୍ଷିତ ଲୋକ ପରି କଥା ହେବା ପାଇଁ ସେ ଆପଣଙ୍କୁ ସାହାଯ୍ୟ କରିବେ। ପ୍ରଭୁ ଆପଣଙ୍କୁ ଅନୁଗ୍ରହ କରିବେ। ଆପଣଙ୍କର ବ୍ୟବହାର, ଆପଣଙ୍କର କଥାବାର୍ତ୍ତା, ଆପଣଙ୍କର ପ୍ରତ୍ୟୁତ୍ତର ଲୋକମାନଙ୍କୁ ଆଚମ୍ବିତ କରିବ। ଏ ବର୍ଷ ପ୍ରଭୁ ଆପଣଙ୍କ ସହିତ ରହି କଢେଇ ନେବେ। ନୂଆ ବର୍ଷ, ନୂଆ ପ୍ରତିଜ୍ଞା। ପ୍ରତି ପ୍ରଭାତରେ ପ୍ରଭୁ ଆପଣଙ୍କ ସହିତ ରହି କଢେଇ। ଆଉ ଅନେକ ଆମେ ଭାବୁଛୁ ଆଉ ଗୋଟେ ବିଷୟ, ସତରେ ଏ ବର୍ଷର ସମସ୍ତ ଭାର କିଏ ବହନ କରିବ? ମୋର ତ ଗୁଡିଏ ଆବଶ୍ୟକତା ଅଛି, ମୋର ତ ଗୁଡିଏ ସମସ୍ୟା ଅଛି, ମୋର ତ ଗୁଡିଏ ଆର୍ଥିକ ସଙ୍କଟ ଅଛି। ମୋର କିଏ ଯତ୍ନ ନେବ? ମୋ ପଛରେ କିଏ ଅଛି? ମତେ କିଏ ସାହାଯ୍ୟ କରିବ? ଆପଣ ମସ୍ତ ଖୋଲନ୍ତୁ ଗୀତ ସଂହିତା 68 ତାର 17 ପଦରୁ 19 ପଦ ପର୍ଯ୍ୟନ୍ତ। ଗୀତ ସଂହିତା ତାର 68 ତାର 17ରୁ 19। ପରମେଶ୍ୱରଙ୍କ ରଥ ଅୟୁତ ଅୟୁତ ଓ ଲକ୍ଷ ଲକ୍ଷ, ଯେପରି ପ୍ରଭୁ ଆପଣ ପବିତ୍ର ସ୍ଥାନ ସିନାୟରେ, ସେପରି ସେ ସବୁର ମଧ୍ୟରେ ଅଛନ୍ତି। ତୁମେ ଉର୍ଦ୍ଧ୍ୱରେ ଆରୋହଣ କରିଅଛ, ତୁମେ ଆପଣା ମନ୍ଦିମାନଙ୍କୁ ବନ୍ଦୀ ସ୍ଥାନରୁ ନେଇଅଛ, ତୁମେ ମନୁଷ୍ୟମାନଙ୍କ ମଧ୍ୟରେ ଦାନ ପ୍ରାପ୍ତ ହୋଇଅଛ। ହଁ, ଯେପରି ସଦାପ୍ରଭୁ ପରମେଶ୍ୱର ସେମାନଙ୍କ ମଧ୍ୟରେ ବାସ କରିବେ, ଏଥିପାଇଁ ବିଦ୍ରୋହୀମାନଙ୍କ ମଧ୍ୟରେ ହିଁ ଦାନ ପ୍ରାପ୍ତ ହୋଇଅଛ। ଯେଉଁ ପ୍ରଭୁ ଦିନକୁ ଦିନ ଆମ୍ଭମାନଙ୍କ ଭାର ବହନ୍ତି, ସେ ଧନ୍ୟ ହୁଅନ୍ତୁ। ସେ ପରମେଶ୍ୱର ଆମ୍ଭମାନଙ୍କର ପରିତ୍ରାଣ। ସେ ପରମେଶ୍ୱର ଆମମାନଙ୍କ ପରିତ୍ରାଣ। ସେ କଣ କରିବେ? ଦିନକୁ ଦିନ ଆମର ଭାର ବହନ କରିନେବେ। ଆପଣ ଏ ବର୍ଷର ପ୍ରତିଟି ଦିନ ପ୍ରଭୁ ଆପଣଙ୍କ ଭାର ବହନ କରିନେବେ। ଆପଣଙ୍କ ଭାର ବହନ କରିବେ। ଆପଣ ଜମା ବ୍ୟସ୍ତ ହୁଅନ୍ତୁ ନା। ଆପଣ ଚତୁଃପାର୍ଶ୍ୱ ଗୁଡେ ବିଷୟ ଦେଖିବେ, କିନ୍ତୁ ପ୍ରଭୁ ଆପଣଙ୍କ ଭାର ବହନ କରିବେ। କାରଣ ସେ ଯୋଗାଣକାରୀ ପରମେଶ୍ୱର, ସେ ଆପଣଙ୍କ ଭାର ବହନ କରିବେ। ଅନେକ ଭାବୁଥିବେ 25ରେ ମୋର ଯେମିତି ଅସୁବିଧା ଗୁଡାକ ଥିଲା, ଆର୍ଥିକ ସଙ୍କଟ ଥିଲା, ସମସ୍ୟା ଥିଲା। ନାହିଁ, ପ୍ରଭୁ ଏ ବର୍ଷ ଯଦି ନୂଆ ବର୍ଷ ଦେଇଛନ୍ତି, ନୂଆ ପ୍ରତିଜ୍ଞା ସହିତ ଆପଣଙ୍କୁ ଆଣିଛନ୍ତି। ହୁଏତ ଆପଣ ଗତ ବର୍ଷ ଅନେକ ବିଷୟର ସଫଳତା ଦେଖି ନାହାନ୍ତି, ଅନେକ ବିଷୟର ଆଶୀର୍ବାଦ ଦେଖି ନାହାନ୍ତି, ଅନେକ କାର୍ଯ୍ୟ ସମ୍ପନ୍ନ ହେବାର ଦେଖି ନାହାନ୍ତି। ଏଇ ବର୍ଷ ପ୍ରଭୁ ଆପଣଙ୍କ ଜୀବନରେ ତାହା କରିବେ। ନୂଆ ବର୍ଷ, ନୂଆ ପ୍ରତିଜ୍ଞା। ନ୍ୟୁ ଇୟରରେ ଆମର ନ୍ୟୁ ପ୍ରମିସ ସହିତ ଏଣ୍ଟ୍ରି କରୁଛୁ। ପ୍ରଭୁ ଆପଣମାନଙ୍କୁ ଅନୁଗ୍ରହ କରନ୍ତୁ। ସେ ଆପଣଙ୍କର ଭାର ବହନ କରିବେ। ସେ ଆପଣଙ୍କ ଭାର ବହନ କରିବେ। ଆଉ ଆପଣମାନଙ୍କୁ ମୁଁ କହିବା ପାଇଁ ଚାହେଁ, ପ୍ରତିଦିନର ପ୍ରয়োଜନୀୟ ବିଷୟ ମଧ୍ୟ ପ୍ରଭୁ ଯୋଗାଇବେ। ଆପଣ ଅନେକ ଭାବୁଥିବେ ଚତୁଃପାର୍ଶ୍ୱରେ ପ୍ରିୟ ଭାଇ ଭଉଣୀ ମାନେ ଗୁଡିଏ ବିଷୟ ଅଶାନ୍ତ ହବ। ଏ ବର୍ଷ ଜଗତ ପାଇଁ ଗୋଟେ ସମସ୍ୟାପୂର୍ଣ୍ଣ ଭୟଙ୍କର ବର୍ଷ ହେଇପାରେ, କିନ୍ତୁ ଆପଣଙ୍କ ପାଇଁ, ମୋ ପାଇଁ ଆମର ପ୍ରଭୁ ଯଥେଷ୍ଟ ଅଟନ୍ତି। ଯଦି ପ୍ରଭୁ ଏମିତିକା ସମୟରେ ଆମକୁ ରଖିଛନ୍ତି, ତାର ମହିମା ପ୍ରକାଶ କରିବା। ମହିମା ପ୍ରକାଶ କରିବା। ପ୍ରଭୁ ଆପଣ ଲୋକମାନଙ୍କ ସହିତ ରୁହନ୍ତି। ଗୋସନ ପ୍ରଦେଶରେ ପ୍ରଭୁ ଯେମିତି ଆପଣ ଲୋକମାନଙ୍କ ସହିତ ରହିଲେ। ମିଶରରେ ସମସ୍ୟା ଅଛି, କିନ୍ତୁ ଗୋସନରେ ସମସ୍ୟା ନାହିଁ। ପ୍ରଭୁଙ୍କର ଲୋକମାନେ ରହିବା ଜାଗାରେ ଆଲୁଅମୟ ରହିବ, ମହାମାରୀ ପ୍ରବେଶ କରିବ ନାହିଁ। ପ୍ରଭୁ ଆପଣ ଲୋକମାନଙ୍କ ତତ୍ତ୍ୱ ନେବେ। କେତେବେଳେ ପର୍ଯ୍ୟନ୍ତ? ଆପଣଙ୍କୁ ସୁଫ ସମୁଦ୍ର ପାରି କରେଇକି ସେ ଦୁଗ୍ଧ ମଧୁ ପ୍ରବାହିତ ଦେଶ ନେବା ପର୍ଯ୍ୟନ୍ତ, ଏଇ ଜଗତକୁ ଆପଣ ଅତିକ୍ରମ କରି ପ୍ରଭୁଙ୍କ ରାଜ୍ୟରେ ପ୍ରବେଶ କରିବା ପର୍ଯ୍ୟନ୍ତ। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଏଇ ବର୍ଷ ପ୍ରଭୁଙ୍କର ଆଗମନର ଶେଷ ପର୍ଯ୍ୟାୟରେ ବାସ କରିବାର ବର୍ଷ। ଆଉ ବେଶୀ ସମୟ ଆପଣ ଦେଖିବେ ନାହିଁ ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଉ ଅଧିକା ସମୟ ନାହିଁ। ଅଳ୍ପ ସମୟ ମଧ୍ୟରେ ପ୍ରଭୁଙ୍କର ଆଗମନ ହବ, ଆଉ ଆମମାନେ ତାଙ୍କୁ ସାକ୍ଷାତ କରିବା ପାଇଁ ଯିବା। ଆମେ ରହିବାର ପ୍ରସ୍ତୁତ ଚିନ୍ତା କରିବା ନାହିଁ। ଆମେ ଯେତେ ଦିନ ରହିବା ପ୍ରଭୁ ଆମର ଯତ୍ନ ନେବେ। ମାଥ୍ୟୁ ତାର 6:11 ପଦ। ଆଜି ଆମମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ। କଣ କରିବେ?
ଆଜିର ପ୍ରୟୋଜନୀୟ ଆହାର ସେ ଆପଣଙ୍କୁ ଯୋଗାଇବେ। ଆପଣ ମନେ ରଖିଥାନ୍ତୁ, ଆଜିର ପ୍ରୟୋଜନୀୟ ଆହାର ସେ ଯୋଗାଇବେ। ଆଜି, ପ୍ରତି ଆଜିର, ହେଲା, ପ୍ରତି ଆଜି ଆପଣଙ୍କ ଜୀବନ ଯୋଉ ପ୍ରତିଦିନ ଆସିବ, ସେଇ ଦିନର ପ୍ରୟୋଜନୀୟ ଆହାର ସେ ଯୋଗାଇବେ। ଏଇଟା ମନେ ରଖିଥାନ୍ତୁ। ଇଭେନ୍ ଆପଣଙ୍କର ପିଲାମାନଙ୍କ ପାଇଁ ମଧ୍ୟ ଆପଣ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ଯେଉଁମାନେ ଚାକିରି କରିବା ପାଇଁ ବାହାରେ ଯାଇଛନ୍ତି, ରୋଜଗାର କରିବା ପାଇଁ ବାହାରେ ଯାଇଛନ୍ତି, ବାହାରେ ସେଟଲ ହେଇଛନ୍ତି, ଆପଣଙ୍କଠାରୁ ଦୂରରେ ରହୁଛନ୍ତି, ଇଭେନ୍ ସେମାନଙ୍କ ପାଇଁ ମଧ୍ୟ ଆପଣ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣ ବ୍ୟତିବ୍ୟସ୍ତ ହୁଅନ୍ତୁ। ଯାତ୍ରା ପୁସ୍ତକ 16 ପର୍ବ 21 ପଦ। ଯାତ୍ରା ପୁସ୍ତକ 16 ତାର 21। ଏହି ରୂପେ ପ୍ରତିଦିନ ପ୍ରାତଃ କାଳରେ ସେମାନେ ଆପଣା ଆପଣା ଭୋଜନ ଶକ୍ତି ଅନୁସାରେ ତାହା ସଂଗ୍ରହ କଲେ। ମାତ୍ର ପ୍ରଚଣ୍ଡ ଖରା ହୁଅନ୍ତେ ତାହା ତରଳି ଗଲା। ଆପଣ ଲୋଭାସକ୍ତ ହୁଅନ୍ତୁ ନାହିଁ, କିନ୍ତୁ ପ୍ରତିଦିନ ପ୍ରାତଃ କାଳରେ ପ୍ରଭୁ ଆପଣଙ୍କର ଭୋଜନ ଶକ୍ତି ଅନୁସାରେ ଆପଣଙ୍କୁ ଆହାର ଯୋଗାଇବେ। ସେ ଆହାର ଯୋଗାଇବା ପରମେଶ୍ୱର, ସେ ଆପଣଙ୍କୁ ଆହାର ଯୋଗାଇକି ନେବେ। ଏହା ତାଙ୍କର ପ୍ରତିଜ୍ଞା ଅଟେ। ସେ ଯୋଗାଣକାରୀ ପରମେଶ୍ୱର ଆପଣଙ୍କର ଭାର ବହନ କରିବେ, ଆଉ ପ୍ରତିଦିନ ଆପଣଙ୍କର ଖାଦ୍ୟ ଯୋଗାଇବେ। ପ୍ରିୟ ଭାଇ ଭଉଣୀ ମାନେ, ମନେ ରଖିଥାନ୍ତୁ, ଖାଦ୍ୟର ସଙ୍କଟ ବିଶ୍ୱରେ ଦେଖାଯାଇପାରେ, ଖାଦ୍ୟର ସଙ୍କଟ ଦେଶରେ ଦେଖାଯାଇପାରେ, କିନ୍ତୁ ଖାଦ୍ୟର ସଙ୍କଟ ପ୍ରଭୁଙ୍କ ଲୋକମାନଙ୍କ ପାଇଁ ହେବ ନାହିଁ। ତେଣୁ ଆପଣ ମାନେ ଜମା ବ୍ୟସ୍ତ ହେବେ ନାହିଁ। କେମିତି ଚଳିବି, କେମିତି ଖାଇବି, ସେ ପ୍ରଭୁ ଅଛନ୍ତି, ସେ ଆପଣଙ୍କ ସମସ୍ତ ବିଷୟରେ ଯତ୍ନ ନେବେ। ଗୀତ ସଂହିତା 37 ତାର 25। ଗୀତ ସଂହିତା 37 ତାର 25। ମୁଁ ଯୁବା ଥିଲି, ଏବେ ବୃଦ୍ଧ ହୋଇଅଛି, ତଥାପି ମୁଁ ଧାର୍ମିକକୁ ପରିତ୍ୟକ୍ତ ବା ତାର ବଂଶକୁ ଖାଦ୍ୟ ଭିକ୍ଷା କରିବାର ଦେଖି ନାହିଁ। ଅଣ୍ଡରଲାଇନ କରିଥାନ୍ତୁ, ଆପଣ ଖାଦ୍ୟ ଭିକ୍ଷା କରିବେ ନାହିଁ। ମୁଁ ଆପଣମାନଙ୍କୁ ଅନେକ ଥର କହିଛି, ମୁଁ ବହୁତ ଜାଗାକୁ ଯାଇଛି, ଖ୍ରୀଷ୍ଟିଆନ ଲୋକକୁ ଭିକ ମାଗିବାର ମୁଁ ଦେଖିନାହିଁ। ଆପଣ ରେଲୱେ ଷ୍ଟେସନରେ ହଉ, ବସ୍ ଷ୍ଟାଣ୍ଡରେ ହଉ, ବା ସାହି ସାହି ବୁଲିବା ଲୋକ ଭିତରେ ଖ୍ରୀଷ୍ଟିଆନ ଲୋକ ନଥିବ। ହୁଏତ ସେ ଭିକାରୀ ଗୁଡାକ ଖ୍ରୀଷ୍ଟିଆନ ସାହିରେ ପ୍ରବେଶ କଲେ ଖ୍ରୀଷ୍ଟିଆନ ଭଳିଆ ହେଇପାରନ୍ତି। ତେଣୁ କୋଉ ସାହିରେ କେମିତି ଭିକ ମାଗିବା ଜାଣିଛନ୍ତି। ବିଭିନ୍ନ ଗୀତ ଶିଖିଥାନ୍ତି ସେମାନେ। ଯଦି ଖ୍ରୀଷ୍ଟିଆନ ଲୋକ ବୋଲି ଜାଣିଲେ ଖ୍ରୀଷ୍ଟିଆନ ଗୀତ ଗୋଟେ ଗାଇ ଦିଅନ୍ତି, ହାଲେଲୁୟା ବୋଲି କହିଦିଅନ୍ତି, ପ୍ରେଜ୍ ଦ ଲର୍ଡ ବୋଲି କହିଦିଅନ୍ତି ଭିକ ମାଗିବା ପାଇଁ, କିନ୍ତୁ ଖ୍ରୀଷ୍ଟିଆନ ହେଇନଥିବେ। ସେ ତ ଭିନ୍ନ ଭିନ୍ନ ଭାବରେ ମାଗନ୍ତି। ଥରେ ଆମ ସାହିରେ ଗୋଟେ ଭିକାରୀଟା ଆସିଥାଏ। ସେ ଆସିକି ଗୋଟେ ଖ୍ରୀଷ୍ଟିଆନ ଗୀତ ଗାଇଦେଲା। ଲୋକମାନେ ସବୁ କାନ୍ଦ ବୋବାଳି ହେଇକି ଆମ ଲୋକଟା ଭିକ ମାଗୁଛି ବୋଲି ତାକୁ ଦେଇଦେଲେ। ସବୁ ଗୋଟେଇକି ଗଲା। ମୁଁ ତା ପଛେ ପଛେ ଗଲି। ଆମ ସାହି ପାଖରେ ଆଉ ଗୋଟେ ଅଲଗା ସାହି ଅଛି, ଯୋଉଠି ଖ୍ରୀଷ୍ଟିଆନ ଲୋକ ରୁହନ୍ତି ନାହିଁ। ସେଠି ସେ ତାଙ୍କର ଗୀତ ଗାଉଛି। ସେଠି ସେ ଅଲଗା ଗୀତ ଗାଉଛି। ପ୍ରିୟ ଭାଇ ଭଉଣୀ ମାନେ, ମନେ ରଖିଥାନ୍ତୁ, ଖ୍ରୀଷ୍ଟିଆନକୁ ପ୍ରଭୁ ଖାଦ୍ୟ ଭିକ୍ଷା କରିବାକୁ ଦେବେ ନାହିଁ। ଏ ବର୍ଷ ଆପଣଙ୍କ ପାଇଁ ମାନେ ଭିକ୍ଷା ମାଗିବାର ବର୍ଷ ନୁହେଁ, ପ୍ରାଚୁର୍ଯ୍ୟତାର ବର୍ଷ ହବ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରିବେ, ଆଉ ଆପଣଙ୍କ ପିଲାମାନଙ୍କ ବିଷୟରେ ଯତ୍ନ ନେବେ। ଏଇଟା ପ୍ରଭୁଙ୍କର ପ୍ରତିଜ୍ଞା ଅଟେ। ସେ ପ୍ରତି ପ୍ରଭାତରେ ତାଙ୍କର ବିବିଧ ଦୟା ରଖିଥିବେ, ଆପଣଙ୍କୁ ବିନଷ୍ଟ ହେବାକୁ ଦେବେ ନାହିଁ। ସେ ଆପଣଙ୍କୁ ଆଶୀର୍ବାଦ କରି କଢେଇ ନେବେ। ସେ ଧାର୍ମିକ ଥିବାରୁ ପ୍ରତି ନୂଆ ଦିନରେ ଆପଣଙ୍କୁ କଢେଇ ନେବେ। ସେ ଆପଣଙ୍କର ତତ୍ପର ନେବେ, ସେ ଆପଣଙ୍କର ବଳ ସ୍ୱରୂପ ହେବେ, ସେ ଆପଣଙ୍କୁ ଜ୍ଞାନ ଦେଇ କଢେଇ ନେବେ, ସେ ଆପଣଙ୍କ ଭାର ବହନ କରିବେ, ସେ ଆପଣଙ୍କୁ ସବୁ ଉତ୍ତମ ବିଷୟ ଯୋଗାଇ ଦେବେ। ଆପଣଙ୍କ ପିଲାମାନଙ୍କ ପାଇଁ ମଧ୍ୟ ମୁଁ କହିବା ପାଇଁ ଚାହେଁ, ଆପଣ ଜମା ୱରିଡ୍ ହୁଅନ୍ତୁ ନାହିଁ। କିନ୍ତୁ ଗୋଟିଏ ଦିନ ମଧ୍ୟ ପ୍ରଭୁଙ୍କର ବିନା କାଟିବା ପାଇଁ ଚିନ୍ତା କରିବେନି। ଆପଣଙ୍କ ପୁଅ ଝିଅକୁ ସ୍କୁଲ ପଠାନ୍ତୁ ପ୍ରଭୁଙ୍କ ସହିତ, ଅଫିସ ଯାଆନ୍ତୁ ପ୍ରଭୁଙ୍କ ସହିତ, ଘରେ ରୁହନ୍ତୁ ପ୍ରଭୁଙ୍କ ସହିତ। ଯେତେବେଳେ ଶତ୍ରୁ ଆପଣ ଆଡକୁ ଦେଖିବ, ସେ ପ୍ରଥମରେ ପ୍ରଭୁଙ୍କୁ ଦେଖୁ, ପ୍ରଭୁଙ୍କୁ ଦେଖୁ। ଦାନିଏଲକୁ ସିଂହ ଗର୍ତ୍ତରେ ପକାଉଛନ୍ତି, କିନ୍ତୁ ପ୍ରଭୁ ତାଙ୍କ ସହିତ ଅଛନ୍ତି। ସିଂହ ମାନେ ଚୁପ ହେଇକି ବସିଛନ୍ତି। ସଦ୍ରକ ମେଷକ ଅବେଦନଗୋକୁ ଅଗ୍ନିରେ ପକାଯାଇପାରେ, କିନ୍ତୁ ପ୍ରଭୁ ଧାର୍ମିକ ପ୍ରଭୁ, ରକ୍ଷାକର୍ତ୍ତା ପ୍ରଭୁ ତାଙ୍କ ସହିତ ଅଛନ୍ତି।
ଆପଣଙ୍କ ସାମ୍ନାରେ ମଧ୍ୟ ଅନେକ ଗୋଲିଆତ ଆସିପାରନ୍ତି, କିନ୍ତୁ ଦାଉଦଙ୍କ ସହିତ ପ୍ରଭୁ ଥିଲେ, ସେ ବି ଆପଣଙ୍କ ସହିତ ରହିଥିବେ। ଆପଣ ଆପଣଙ୍କ ପବିତ୍ରତାକୁ ହରାନ୍ତୁ ନାହିଁ। ଯୋସେଫ ଭଳିଆ ପବିତ୍ରତାକୁ ଧରି ରଖନ୍ତୁ, ପବିତ୍ରତାକୁ ହରାନ୍ତୁ ନାହିଁ। ପବିତ୍ରତାକୁ ହରେଇଲେ ମାତ୍ର ଆପଣ ମାନେ ପ୍ରଭୁଙ୍କୁ ଆପଣ ହରେଇଲେ। ସାମସନକୁ ଦେଖନ୍ତୁ, ପବିତ୍ରତା ହରେଇଲା ପରେ ପ୍ରଭୁଙ୍କ ସାନ୍ନିଧ୍ୟ ସେ ହରଉଛନ୍ତି।